ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆଜିର ଗଳ୍ପ ହେଉଛି ପସନ୍ଦ ନିଜର। ଆସନ୍ତୁ ଶୁଣିବା। ଗୋଟିଏ ଗ୍ରାମରେ ଶ୍ୟାମଶରଣ ନାମକ ଜଣେ ଚାଷୀ ବାସ କରୁଥିଲେ। ତାଙ୍କର ଗୋଟିଏ ପୁତ୍ର ଥିଲା। ତାର ନାମ ଥିଲା ଶିବ। ଶିବ ଗ୍ରାମ ବିଦ୍ୟାଳୟରୁ ପାଠପଢ଼ା ସମାପ୍ତ କଲା। ଶ୍ୟାମଶରଣ ତାକୁ କହିଲେ, ପ୍ରିୟ ପୁତ୍ର, ମୁଁ ଜଣେ ଚାଷୀ, କିନ୍ତୁ ତୁମ ଉପରେ ଚାଷର ବୋଝ ଲଦି ଦେବାକୁ ଚାହେଁ ନାହିଁ। ଯଦି ତୁମେ ଅଧିକ ପାଠ ପଢ଼ିବାକୁ ଚାହଁ, ମୁଁ ତୁମକୁ ସହରକୁ ପଠାଇବି। ତୁମେ ଚାଷ କରିବ କିମ୍ବା ପାଠ ପଢ଼ିବ, ନିଜେ ବାଛିନିଅ। ଶିବ କିଛି ସମୟ ଚିନ୍ତା କଲା। ତାପରେ ଉତ୍ତର ଦେଲା, ପିତା, ମୁଁ କ୍ଷେତରେ କାମ କରିବି ଏବଂ ଆପଣଙ୍କୁ ସାହାଯ୍ୟ କରିବି। ତୁମେ କାହିଁକି ଚାଷ କରିବାକୁ ବାଛିଲ? ଶ୍ୟାମଶରଣ ପଚାରିଲେ। ଯଦି ସମସ୍ତେ ସହରକୁ ଉଚ୍ଚଶିକ୍ଷା ପାଇଁ କିମ୍ବା କାମ କରିବାକୁ ଚାଲିଯିବେ, ତେବେ କିଏ ଚାଷବାସ କରିବ? ଶ୍ୟାମଶରଣ ଆନନ୍ଦିତ ହୋଇ ପୁତ୍ରକୁ ଚାହିଁଲେ। ଶ୍ୟାମଶରଣ ଘରଟିଏ କିଣିବାକୁ ଚାହୁଁଥିଲେ। ସେ ଶିବକୁ କହିଲେ, ଏହି ଘରଟି ତୁମର, ତେଣୁ ଘର ବାଛିବାର ଦାୟିତ୍ୱ ତୁମର। ମୁଁ ଦେଖିଥିବା ଦୁଇଟି ଘର ମଧ୍ୟରୁ ଗୋଟିଏ ଘର ବାଛ। ଶିବ ଦୁଇଟି ଯାକ ଘର ଦେଖି ଆସିଲେ। ତାପରେ ପିତାଙ୍କୁ ପଚାରିଲେ, ବାପା, ଯେଉଁ ଘରଟି ବଣିଆ ଘର ପାଖରେ, ସେଇ ଘରଟି କିଣିବା? ତୁମେ କାହିଁକି ସେଇ ଘରଟି ବାଛିଲ? ବଙ୍ଗା ଘର ପାଖରେ ଥିବା ଘରଟି ବେଶ୍ ବଡ଼ ଏବଂ ସମାନ ମୂଲ୍ୟରେ ମଧ୍ୟ ବିକ୍ରି ହେଉଛି। ଶ୍ୟାମଶରଣ ପଚାରିଲେ। ବାପା, ବଙ୍ଗା ଜଣେ ଧନୀ ଲୋକ। ସେ ଆମ ଘର ପାଖରେ ବାସ କଲେ ଆମେ ତାଙ୍କର ଜୀବନଶୈଳୀ ସହିତ ଆମର ଜୀବନଶୈଳୀ ତୁଳନା କରିବା। ଫଳରେ ଅଶାନ୍ତି ସୃଷ୍ଟି ହେବ। ଯଦି ଆମେ ଆମ ସହିତ ତୁଳନୀୟ ବ୍ୟକ୍ତିଙ୍କ ଘର ନିକଟରେ ରହିବା, ତେବେ ଆମେ ଶାନ୍ତିରେ ରହିପାରିବା। ଶିବ କହିଲେ। ସେ କଥା ସତ। ଶ୍ୟାମଶରଣ ଏକମତ ହେଲେ। ଶିବର ମତ ଅନୁଯାୟୀ ସେମାନେ ବଣିଆ ଘର ପାଖ ଘରଟି କିଣିଲେ। ଶିବର ବିବାହ ପାଇଁ ଉପଯୁକ୍ତ କନ୍ୟାର ପିତାମାତା ପ୍ରସ୍ତାବ ଦେଲେ। ଚାଷୀ ରାମଙ୍କର ଝିଅର ନାମ ଥିଲା ବନଜା। ବିମଳା ଥିଲା ଧନରାଜୁ ନାମକ ଜଣେ ଧନୀ ବ୍ୟକ୍ତିଙ୍କର ଝିଅ। ଉଭୟେ ଦେଖିବାକୁ ସୁନ୍ଦର ଥିଲେ। ଶ୍ୟାମଶରଣ ପୁଅକୁ କହିଲେ, ଦୁଇଟି ଯାକ ପରିବାର ଆମକୁ ପ୍ରସ୍ତାବ ଦେଇଛନ୍ତି। ଦୁଇ ଜଣ ଯାକ ଝିଅ ସୁନ୍ଦର। କେଉଁ ଝିଅଟିକୁ ବାହା ହେବ, ତାହା ବାଛିବା ଦାୟିତ୍ୱ ତୁମର। ଶ୍ୟାମଶରଣ ମନେ ମନେ ଭାବିଲା, ପୁଅ ନିଶ୍ଚୟ ଚାଷୀର ଝିଅକୁ ବାହା ହେବାକୁ ବାଛିପାରେ, କିନ୍ତୁ ଶିବ ତାହା ପରିବର୍ତ୍ତେ ଧନୀ ବ୍ୟକ୍ତିଙ୍କର ଝିଅ ବିମଳାକୁ ବିବାହ କରିବା ପାଇଁ ବାଛିଲା। ଶ୍ୟାମଶରଣ ପୁଅର ପସନ୍ଦ ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ଏହାର କାରଣ କ'ଣ ପଚାରିଲେ। ଏହି ପ୍ରଶ୍ନର ଜବାବରେ ଶିବ କହିଲା, ଯେତେବେଳେ ମୁଁ ବନଜାକୁ ସାକ୍ଷାତ କଲି, ସେ କହିଲା, ତୁମେ କେତେଦିନ ପର୍ଯ୍ୟନ୍ତ ଗ୍ରାମରେ ରହି ଚାଷବାସ କରିବ? ଯଦି ଆମେ ଜମି ବିକ୍ରି କରିଦେଇ ସହରକୁ ଯାଇ କିଛି ବ୍ୟବସାୟ କରିବା, ତେବେ ଭଲ ହେବ। ଆମେ ଚାଷବାସର ଜଞ୍ଜାଳରୁ ଦୂରରେ ରହିବା। ବିଳାସ ବ୍ୟସନ ମଧ୍ୟରେ ସହରରେ ରହିବା। ସହରର ଆନନ୍ଦ ଗ୍ରାମରେ ନାହିଁ। କିନ୍ତୁ ବିମଳା କହିଲା, ପିଲାଦିନରୁ ମୁଁ ମୋ ମାଆଙ୍କୁ ହରାଇଛି। ମୋର ବାପା କହିଛନ୍ତି, ମୋର ବିବାହ ହେଲେ ମୋ ଶାଶୁଙ୍କ ଭିତରେ ମୋତେ ମୋର ମା ପୁଣି ମିଳିବ। ମୋର ଆଶା, ମୁଁ ଆପଣଙ୍କ ପରିବାରରେ ଯଥେଷ୍ଟ ସ୍ନେହ ଶ୍ରଦ୍ଧା ପାଇବି। ଝିଅଟି ଭାରି ସ୍ନେହୀ। ଧନୀ ବୋଲି ଟିକେ ହେଲେ ଗର୍ବ ନାହିଁ। ସେଥିପାଇଁ ମୁଁ ବିମଳାକୁ ମୋର ପତ୍ନୀ ଭାବରେ ଗ୍ରହଣ କରିବା ପାଇଁ ବାଛିଲି। ମୋର ପସନ୍ଦରେ ଆପଣଙ୍କର ଦ୍ୱିମତ ଅଛି କି? ତୁମେ ଉଚିତ ପସନ୍ଦ କରିଛ, ଶ୍ୟାମଶରଣ କହିଲେ। ବନ୍ଧୁଗଣ, ଏ ଥିଲା ଗଳ୍ପଟି ପସନ୍ଦ ନିଜର। ଆଶା କରେ ଆପଣଙ୍କୁ ଏହା ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ଟି ନିଶ୍ଚିନ୍ତ କରିବେ। ଏହା ସହିତ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପୁଣି ଆସିବି ଆଉ ଗୋଟିଏ ମନୋରଞ୍ଜନପୂର୍ଣ୍ଣ ଗଳ୍ପ ନେଇକି। ସେ ପର୍ଯ୍ୟନ୍ତ
ବିଦାୟ ଦିଅନ୍ତୁ।